ସରିଯାଇଛି ଏଲିନା ସାମନ୍ତରାୟଙ୍କ ଚତୁର୍ଥୀ କର୍ମ। ତାହେଲେ ଏଲିନା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅନୁରାଗଙ୍କ ସହିତ ଏଲିନାଙ୍କ ବାହାଘର ହୋଇଛି। ଆଉ ଇଣ୍ଡୋନେସିଆରେ ଏହି ବାହାଘର ହୋଇଥିଲା, କାରଣ ଇଣ୍ଡୋନେସିଆରେ ରହୁଛନ୍ତି ଅନୁରାଗ। ଆଉ ଏବେ ବାହାଘର ପରେ ଇଣ୍ଡୋନେସିଆରେ ନିଜ ଶାଶୁ ଘରେ ଓଡ଼ିଆ ଘରର ବୋହୂ ଭଳି ଚଳୁଥିବାର ନଜର ଆସିଛନ୍ତି ଏଲିନା ସାମନ୍ତରାୟ। ତାହେଲେ ଏଲିନା ଏବେ ତାଙ୍କର ଚତୁର୍ଥୀ କର୍ମ ସରିଯାଇଛି। ଓଡ଼ିଆ ରୀତିନୀତିରେ ହୋଇଥିବାର ନଜର ଆସିଛି ଏଲିନାଙ୍କ ଚତୁର୍ଥୀ କର୍ମ। ତାହେଲେ ଏଲିନା ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଗୋଟେ ରିଆଲିଟି ଶୋରେ ଜିତିଲା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଆସିଥିଲେ। 2015 ମସିହାରେ ତାଙ୍କର ପ୍ରଥମ ସିନେମା ଇସ୍କ ତୁ ହି ତୁ ସିନେମାଟି ରିଲିଜ୍ ହୋଇଥିଲା। ଅରିନ୍ଦମ ଏହି ସିନେମାରେ ହିରୋ ରହିଥିଲେ। ସିନେମା ସାରା ଓଡ଼ିଶାର ଲୋକମାନଙ୍କୁ ବେଶ ଅଧିକ ପସନ୍ଦ ଆସିଥିଲା। ଆଉ ଏହାପରେ ଏଲିନା ଅନୁଭବ ମହାନ୍ତି, ବାବୁସାନ, ଅରିନ୍ଦମ ଓ ସବ୍ୟସାଚୀଙ୍କ ସହିତ ଅଭିନୟ କରିସାରିଛନ୍ତି। ଏମିତିକି ସେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ବି ମଧ୍ୟ ଅଭିନୟ କରିସାରିଛନ୍ତି। ଆଉ ସ୍ୱରାଜ ଓ ଅନ୍ୟ ବହୁତ ସାରା ଓଡ଼ିଆ କଳାକାରଙ୍କ ସହିତ ଅଭିନୟ କରି ସାରା ଓଡ଼ିଶାର ଲୋକଙ୍କ ଠାରୁ ବେଶ ଅଧିକ ଭଲ ପାଇବା ପାଇପାରିଛନ୍ତି। କିନ୍ତୁ ଏବେ ଏଲିନାଙ୍କ ବାହାଘର ହୋଇଯାଇଛି। ଏଲିନା ଏବେ ଅନୁରାଗଙ୍କୁ ବିବାହ କରିଛନ୍ତି। ଲୁଚି ଲୁଚି ଭଲ ପାଉଥିଲେ ଅନୁରାଗଙ୍କୁ ଏଲିନା ସାମନ୍ତରାୟ। ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ଭଲ ପାଇବା ସମ୍ପର୍କ ରହିଥିଲା, କିନ୍ତୁ ଏଲିନା ଏହି କଥାଟିକୁ ଓଲିଉଡ୍ ଇଣ୍ଡଷ୍ଟ୍ରି ଆଉ ନିଜ ସାଙ୍ଗସାଥୀ ମାନଙ୍କ ଠାରୁ ଲୁଚାଇ ରଖିଥିଲେ। ତାହେଲେ ଏଲିନା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅନୁରାଗଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ଆଉ ଏବେ ବାହାଘର ପରେ ଇଣ୍ଡୋନେସିଆରେ ରହୁଛନ୍ତି ଏଲିନା ସାମନ୍ତରାୟ। ତ ଏଲିନାଙ୍କ ହାତରେ ପ୍ରାୟ 4ରୁ 5ଟି ସିନେମା ଏବେ ରହିଛି। ତ ବାହାଘର କାମ ସରିଲେ ସେ ପୁଣି ଥରେ ଓଡ଼ିଶା ଆସି ଏହି ସବୁ ସିନେମାର ସୁଟିଂ ସାରିବାର ନଜର